ମର୍ଣ୍ଣିଂ, ଶୁଭ ସକାଳ। 3 ତାରିଖରେ ଆପଣଙ୍କୁ ସ୍ୱାଗତ। ପହଞ୍ଚିଗଲେ ଆମେ ଜାଗା ସତ୍ୟମ କାଷ୍ଟିଂ ପ୍ରାଇଭେଟ ଲିମିଟେଡ। ଭାଇ ମାନେ ଏଇ କମ୍ପାନୀ ପାଖରେ ଆମେ ପହଞ୍ଚି ଯାଇଛେ। ଏଇ କମ୍ପାନୀ କହିଲା 9ଟା ପରେ ଖାଲି ହବ। 9ଟା ପରେ ଫୋନ କଲା ବେଳକୁ କହିଲା କଣ୍ଟା ସ୍ଲିପ। ଜଣେ ଆଇଲା କହିଲା କଣ୍ଟା ସ୍ଲିପ ଅଛି। ମୁଁ କହିଲି ଅଛି। ଲୋଡ ଗାଡି ଦେଖେଇଲି, ଖାଲି କହୁଛି ମୋବାଇଲରେ ହବନି। ଆରେ ମୋବାଇଲରେ ହବନି ଆଉ କୋଉଥିରେ ହବ? କୋଉଥିରେ ହବ? ମୋବାଇଲରେ ହବନି ଯଦି। ପୁଣି ମତେ କହିଲା ତୁ ଚାଲେ କଣ୍ଟା କରିବାକୁ। ମୁଁ କହିଲି ହଁ ଚାଲ କଣ୍ଟା କରିବାକୁ। କହୁଛି ପଇସା ତୁ ଦବୁ। ମୁଁ କହିଲି ମୁଁ କାହିଁ ପଇସା ଦେବି? ପଇସା ମୁଁ କାହିଁ ଦେବି? ମୋର ତ କଣ୍ଟା ସ୍ଲିପ ଅଛି, ଖାଲି ଗାଡି କଣ୍ଟା ସ୍ଲିପ ଅଛି, ଲୋଡ ଗାଡି କଣ୍ଟା ସ୍ଲିପ ଅଛି, ସବୁ ଅଛି। ପଇସା ମୁଁ କୋଉଥିପାଇଁ ଦେବି? ତମର ଅସୁବିଧା ହଉଛି, ତମେ ତମର କଣ୍ଟା କରିବାକୁ ଚାହୁଁଛ, ତମେ ତମର କଣ୍ଟା କରିବ, ପଇସା ଦବ ନା। ମୁଁ ପଇସା ଦେବି? ମୁଁ ପଇସା ଦେଇପାରିବିନି। ଠିକ ଅଛି। ଯିଏ ମାଲ ପଠେଇଥିଲା ପପୁଲ ଭାଇ, ତାକୁ ଫୋନ କରି କୁହାଯାଇଛି ଭାଇ ମାଲ ତୋର ଖାଲି ହଉନି, ନହେଲେ ନେଇକି ପଳେଇବି ନଖରାରେ ସବୁ ଗଦେଇଦେବି। ତୁ ତୋର ଆସିବୁ ଆଉ ଥରେ ଗାଡି କରି ନେଇକି ଯିବୁ। ହେଲା, ଧନ୍ୟବାଦ। ଭାଇ ମାନେ ପାଲ ଆମେ ଖୋଲାଖୋଲି କରିଦେଲେ। ପାଲ ରସି ଗାଡି ଆମର ଥୁଆ ହେଇଛି, ଖୋଲା ହେଇଛି, ଦେଖନ୍ତୁ। ଠିକ ଅଛି। ଝାଳରେ ଆମେ ଗାଧେଇ ପଡିଛେ। ଧନ୍ୟବାଦ, ଥ୍ୟାଙ୍କ ୟୁ। ଭାଇ ମାନେ ଏପର୍ଯ୍ୟନ୍ତ ଖାଲି ହେଇନି। ଆମେ ଏଠି ବଇଛେ ଖୋଲାଖୋଲି କରିକି, ଧୁଆ ଧୁଇ ହେଇକି। ଦେଖନ୍ତୁ କମ୍ପାନୀ ସେଇ ଭିତରେ କୁଆଡେ ଖାଲି ହଉଛି। ହେଲା, ଏଇଆଡୁ ଆମେ ଆସିଲେ, ଆଉ ଏଇ ଗଛ ମୂଳରେ ବଇଛେ। ଥ୍ୟାଙ୍କ ୟୁ। ଭାଇ ମାନେ ଆମେ ଖାଇ ପିଇକି ପଳେଇ ଆଇଲେ। ଗାଧେଇଛେ, ସେ ଗାଧୁଆ ନୁହଁ, କିନ୍ତୁ ଗାଧେଇଛେ ଥଣ୍ଡା ଚିଲ୍ଡ ପାଣିରେ ଗାଧେଇଲେ। ଏଇ ଯୋଉ ଝାଳ ହେଲା ପରେ, ଯୋଉ ରସି ଖୋଲିଲା ପରେ। ଆଉ ଖାଲି ହେଇନି ଏପର୍ଯ୍ୟନ୍ତ। ଗାଡି ଆମର ଠିଆ ହେଇଛି। ସେ ଗାଡି ଗୋଟେ ଅଧା ଖାବ, ଆମେ ରେଷ୍ଟ ନବା ବସିକି। ଆଉ ଖାଲି ତ ହବନି, କିଏ କଣ କରିବ? ଧନ୍ୟବାଦ। ଭାଇ ମାନେ ବର୍ତ୍ତମାନ ପାଇଁ ଫୋନ କରାଯାଇଥିଲା। ଆକାଶ କିଛି ଏଇ ପ୍ରକାରର ମେଘ ଗୋଟେଇଲେ ହିଁ ଅଛି ସମ୍ଭାବନା। ଠିକ ଅଛି। ଏପର୍ଯ୍ୟନ୍ତ ଖାଲି ହେଇନି। ଆମେ ଏଠି ବସିଛୁ। ଆଉ ଫୋନ କରାହେଇଥିଲା ତାଙ୍କ ସୁପରଭାଇଜର କୁ। ମୁଁ ଫୋନ କରିଥିଲି, ସୁପରଭାଇଜର ନୁହଁ, ତାଙ୍କ ମ୍ୟାନେଜର କୁ। ଆଉ ତା ମ୍ୟାନେଜର କହିଲେ ମୁଁ କହିକି ଖାଲି କରିଦଉଛି 4ଟା ପରେ। ଦେଖିବା, ଆମେ ଅପେକ୍ଷା କରିବା। ଠିକ ଅଛି, ଧନ୍ୟବାଦ। ଭାଇ ମାନେ ଏବେ 4ଟା ହେଲା, ଆମ ଖାଲି ଏବେ ଆରମ୍ଭ ହବ। ପାଲ ଫାଲ ଖୋଲିଦେଇଛେ। ପଛପଟେ ଗୋଟେ ରସି ଅଛି, ସେଇଟା ଖୋଲିଦବା, ଖାଲି ଆରମ୍ଭ ହବ। ଧନ୍ୟବାଦ। ଭାଇ ମାନେ ମେସିନ ଖାଲି କରୁଛି ଆମ ମାଲ, ଦେଖନ୍ତୁ ଏଇଠି ମେସିନ ଖାଲି କରୁଛି। ମୁଁ ଯାଇ ଦେଖେ, ଡାଲା ଫାଲା କଣା କରିଦବା। ଧନ୍ୟବାଦ। ଭାଇ ମାନେ ସେ ଗାଡିଟା ଆଗ ବସିଥିଲା, ମୁଁ ଆଗରେ ଥିଲା, ମୁଁ ତା ପଛରେ ଥିଲି। ଖାଲି ହେଇଗଲା 2ଟା ଗାଡି। ଧନ୍ୟବାଦ।